नमस्कार बंधु मु एबे आपण आगे जो संदर्भ पाठ करी कुंभ राशि जानुआरी 14 रु 25 मसीहार जानुआरी 14 रु फेब्रुआरी 12 जाए हेले जो जो राशि कुंभ राशि को सुख देवे शांति देवे से राशि गुड़िक सरी से ग्रह गुड़िक जो जो ग्रह कुंभ राशि को सुख और शांति देवे से ग्रह गुड़िक आपण जातक जदि भल स्थान में थे ताहले मु कहूथुआ फलटी शतकड़ा 100 आपण पाइबे। यदि जातक से माने भल जगार नथिबे मध्यम जगार थिले मध्यम फल पाइबे। यदि शत्रु घरे निचर थिबे ताहले सामान्य सब फल पाइबे। अन्य अर्थरे जो ग्रह गुड़िक मंद बोली मु कहिबी से माने उच्चर थिबे मित्र गृह थिबे ताहले से माने सेते खराब फल देबेनी। जदि शत्रु घरे निचर थिबे ताहले से खराब फल देबे। तेणु आग आपण जान रखिया उचित जे आपण जातक ग्रह मानकर स्थिति किपरि कारण सी मूल दुआ से मूल दुआ को नहीं तो घर आपणकर कुंभ राशि ना तेणु यदि पछुक आसवा ताहले मकर माने आज जानुआरी मास 14 तारिख रविंकर उत्तरायण आज रवि मकर राशि प्रवेश कले अर्थात आज ठारू से उत्तर अयन करिवे उत्तर पथर यात्रा करिवे तांकर गुप्त सुप्त तेज क्रमशः बढ़ी बढ़ी चलो आम जो थरुचे काकुर्त ही जाऊे रवि दया करिवे शीत हरण ही जीव क्रमशः शीत अपसर जीव माघ शुक्ल पंचमी बसंत ऋतु आरंभ ही जीव। हाँ बंधु पछुक आसिली कुंभरू पछुक आसिली मकर को आसिली द्वादश रवि समस्त व्यय करती किंतु से उत्तरायण अच्छा ना तेणु कुंभ राशि 3 नक्षत्र को से कल्याण करिवे करुणा करिवे। बुध सी भी एपर्यंत मकर को जाइना से धनुर अच्छी माने एकादश पछे पछे आसुच तो एकादश बुध समस्त मंगल कामना करिवे समस्त बार मंगल जिते प्रकार लाभ आप खोजती यदि आपण जातक बुध माने कन्या कि मिथुन थे अथवा कुंभ थे ताहले यथेष्ट बेसी कल्याण करियो भल फल मिल। शुक्र कुंभ शनि भी कुंभ जन्म शनि भल फल देवेनी किंतु से यात्रा आरंभ कर पूर्व कही कहूँ जीवार 7 मास 15 दिन पूर्व से बहु बढ़िया फल दे जाती स्वर्ण पादे कल्याण कर जाती शनि एवं कल्याण कर मोड अच्छा से जदि शनि भल जगार थे जातक जन्म जातक भल जगार थे माने कुंभरे तुलारे मुख्यतः मकर षष्ठरे तृतीय एकादश ताहले सी स्वर्ण पादर आशीर्वाद यथेष्ट बेसी मिल। शुक्रंकर जन्म शुक्र सब सुख दे था। चतुर्थ बृहस्पति ना भल फल देवेनी बंधुरे बंधुरे टे गंडगोलिया हो सुखरे बाधा सृष्टि करेंगे किए बृहस्पति। राहु द्वितीय धन स्थान टे गंडगोलिया सृष्टि करेंगे गंडगोलिया परिस्थिति आय बाधा सृष्टि करेंगे। हाँ
ଯେତିକି ଆୟ ହେବ ତାର ବହୁ ଗୁଣ ବ୍ୟୟ ସେ କରେଇବେ। କିଏ? ରାହୁ। କେତୁ ବୋଇଲେ ବୋଧେ ଅଷ୍ଟମରେ କୁମ୍ଭ, ମୀନ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା ଅଷ୍ଟମରେ ଅଷ୍ଟମ କେତୁ ସବୁ କଷ୍ଟ ଦେଇଥାନ୍ତି। ଅନ୍ୟପକ୍ଷରେ ମକରରେ କର୍କଟରେ ନିଚରେ ମଙ୍ଗଳ, ଷଷ୍ଠ ମଙ୍ଗଳ ସବୁ ଦୁଃଖ ହରଣ କରନ୍ତି, ପ୍ରଚୁର ଧନ ଦିଅନ୍ତି। ଆଉ ଏତେ ଦିଅନ୍ତି ଯେ ମନ ବିଚଳିତ ହେଇଯାଏ, ଗୁଣ୍ଠେ ବିଶ୍ୱାଏ ଜମି କିଣିଲେ ହୁଅନ୍ତାନି, ଅଥବା କିଛି ହଳଦିଆ ଧାତୁ କିଣିଲେ ହୁଅନ୍ତାନି। ଦେବେ ସିଏ, କିଏ ଦେବେ? ମଙ୍ଗଳ ଦେବେ। କିନ୍ତୁ ସେ ଯେଉଁ ଆୟଟା ହେବନି, ସେ ନିଚରେ ଅଛନ୍ତି ନା, ତେଣୁ ଅନୁଚିତ ଉପାୟରେ ଆୟ ହେବ। ମଙ୍ଗଳ ଅନୁଚିତ ଉପାୟରେ ଆୟ କରାଇବେ, ଏ ଲାଞ୍ଚ, ମିଛ, ଚୋରି, ଡକାୟତି, ଠକାମିରୁ। ହଁ ବନ୍ଧୁ, ଆମେ ଏବେ ଗ୍ରହ ସ୍ଥିତି ଜାଣିଲେ, ଆଉ କେଉଁ ଗ୍ରହ କେତେ ଫଳ ଦେବେ ତାହା ମଧ୍ୟ ଶୁଣିଲେ। ଆସନ୍ତୁ ପୁଙ୍ଖାନୁପୁଙ୍ଖ ଭାବରେ ସନ୍ଦର୍ଭ ପାଠ କରିବା। ଆଗେ ଶୁଣିବା ମୁଖ୍ୟ ସମ୍ବାଦ। ଜାନୁଆରୀ 14ରୁ ଫେବୃଆରୀ 12 ଯାଏ କୁମ୍ଭ ରାଶିର ମାସିକ ରାଶିଫଳ ଉପରେ ଆମେ ଆଜି ଏକ ସନ୍ଦର୍ଭ ପାଠ କରିବାକୁ ଯାଉଛେ। ଆଜି ସଂକ୍ରାନ୍ତି, ଉତ୍ତରାୟଣ ସଂକ୍ରାନ୍ତି, ମକର ସଂକ୍ରାନ୍ତି। ଆଗ ଜାଣିବା ଗ୍ରହମାନଙ୍କର ସ୍ଥିତି। ରବି ମକରରେ, କୁମ୍ଭର ଦ୍ୱାଦଶ ରବି ଶାରୀରିକ ପୀଡ଼ା ଓ ଦୁଃଖର କାରଣ ହୋଇଥାନ୍ତି। ମାତ୍ର ରବି କରୁଣାଶୀଳ ହେତୁ 23-25 ମାନେ ଧନିଷ୍ଠା, ଶତଭିଷା ଓ ପୂର୍ବଭାଦ୍ରକୁ କରୁଣା କରିବେ, ଦୟା କରିବେ, ଯାହାଫଳରେ ସମସ୍ତ ପୀଡ଼ା ଯନ୍ତ୍ରଣା ଲାଘବ ହେବ। ଏହି 3 ନକ୍ଷତ୍ରକୁ ସେ ଅବଶ୍ୟ ଲାଭ ଦେବେ। ବୁଧ ଏବେ ଧନୁରେ, କୁମ୍ଭ ପାଇଁ ଏକାଦଶ ବୁଧ ସବୁ ଦିଗରୁ ସହାୟ ହୋଇଥାନ୍ତି, ସଦ୍ବୁଦ୍ଧି ଦେଇଥାନ୍ତି। ଅବାଟରେ ନ ଯିବା ପାଇଁ ବାରମ୍ବାର ସତର୍କ କରାନ୍ତି। କର୍ମ କ୍ଷେତ୍ରରୁ ଭଲ ଆୟ କରାଇଥାନ୍ତି। ଯିଏ ଯେଉଁ କର୍ମ କରୁଥିବେ, କୃଷକର କୃଷି କ୍ଷେତ୍ର, ବ୍ୟବସାୟ କ୍ଷେତ୍ର, ଏଇଭଳି ଯିଏ ଯେଉଁ ଉପାୟରେ ବଞ୍ଚୁଥାନ୍ତି, ସିଏ ସମସ୍ତଙ୍କର ବୃତ୍ତିରୁ ପ୍ରବଳ ଲାଭ କରାଇବେ। କିଏ? ବୁଧ। ଯିଏ ଯେଉଁ ବୃତ୍ତିକୁ, ଜଣେ ବ୍ରାହ୍ମଣ ପୌରୋହିତ୍ୟ କରୁଛନ୍ତି, ତାଙ୍କୁ ତାଙ୍କର ଯଜବନମାନେ ଅଧିକରୁ ଅଧିକ ଦକ୍ଷିଣା ଦେବେ। ସେଇଭଳି ଯିଏ ଯେଉଁ ବୃତ୍ତିରେ ବଞ୍ଚୁଛନ୍ତି କୁମ୍ଭ ରାଶିର, ସେହି ବ୍ୟକ୍ତିମାନଙ୍କୁ ବୁଧ ସମ୍ପୂର୍ଣ୍ଣ ସହାୟ ହେବେ। ଯଦି ଜାତକରେ ସେ ଭଲ ଜାଗାରେ ଥିବେ। ମଙ୍ଗଳ କର୍କଟରେ ନିଚରେ, କୁମ୍ଭ ପାଇଁ ଷଷ୍ଠ ମଙ୍ଗଳ ବିବିଧ ଲାଭ, ଧନ, ସୁଖ ଦେଇଥାନ୍ତି। ଯେଣୁ ନିଚସ୍ଥ, ତେଣୁ ଏ ସମସ୍ତ ଧନ ଅନୁଚିତ ଉପାୟରେ କରଗତ ହେବ। କେତୁ କନ୍ୟାରେ, ମଙ୍ଗଳ ଏବେ ସେ ନିଚରେ ଅଛନ୍ତି, ଜାତକରେ ଉଚ୍ଚରେ ଥିବେ ବୋଲି। ଏବେ ସିନା ମଙ୍ଗଳ ନିଚରେ ଅଛନ୍ତି, ଜାତକରେ ଉଚ୍ଚରେ ଥିବେ, ତାହେଲେ ଅନୁଚିତ ଉପାୟରେ ତ ଧନ ଆୟ ହବନି ନା। ସେ ଉଚ୍ଚ କୋଉଠି? ମକରରେ, ନିଚ କର୍କଟରେ। ତା ଛଡ଼ା ସେ ଥିବେ ମେଷରେ, ବିଛାରେ, ଧନୁରେ, ମୀନରେ, ମିତ୍ର ଗୃହରେ, ସିଂହରେ, ତାହେଲେ ତାଙ୍କୁ ହିଁ ତାଙ୍କ ବିବେକ ବାଧା ଦେବ, ଭୁଲ କାମ କରନା। ହଁ ବନ୍ଧୁ, ମୂଳ ଜାତକ ଆଗ ଦେଖିବେ, ତାପରେ ଅନ୍ୟାନ୍ୟ ଲୋକଙ୍କ କଥା ଶୁଣିବେ। ଏ କଥା ବୁଝୁନାହାନ୍ତି। ଆପଣଙ୍କର ସିନା କୁମ୍ଭ ରାଶି, ମୋର ବି କୁମ୍ଭ ରାଶି ନା, ଏ ହରିହର କୁମ୍ଭ ରାଶି, ମାନେ ଆପଣଙ୍କ ପରିବେଶରେ ଥିବା ଅସଂଖ୍ୟ ଲୋକଙ୍କର କୁମ୍ଭ ରାଶି। ସମସ୍ତେ କ'ଣ ଶୁଭଫଳ ପାଇବେ? ସମସ୍ତେ ଏକା ଫଳ ପାଇବେ? ଜମା କେବେ ନୁହଁ। କାଲି କହିଥିଲି, ପରଦିନ କହିଥିଲି, ଆଜି ବି କହୁଛି, ପାଞ୍ଜିରେ ଦିଆଇ ଦିଅ। ଆଜି ମକର ସଂକ୍ରାନ୍ତି, ମେଷ ରାଶି ହାତୀ ଘୋଡ଼ା କିଣିବ।
କ'ଣ ସବୁ ମେଷ ରାଶି କିଣିପାରିବେ? କେତେ ବି ହାତୀ ଗୁଡ଼ାକ ବିକିଦେବେ। ତେଣୁ ଜନ୍ମ ଜାତକରେ ରବିଙ୍କର ସ୍ଥିତିକୁ ନେଇ ଆପଣ ବିଚାର କରିବେ। ବୁଝା ପଡ଼ିଲା? ଏ ରବିଙ୍କ ଉପରେ ମୁଁ ଗୋଟେ ସନ୍ଦର୍ଭ ପାଠ କରିବି ଆପଣଙ୍କ ଆଗରେ। ଯେତେବେଳେ ଆମେ ମାସିକ ରାଶିଫଳ ସାରିଦେବା, କନ୍ୟା ପର୍ଯ୍ୟନ୍ତ ପଳେଇ ଯିବା, ତେବେ ମୁଁ ରବିଙ୍କ କଥା କହିବି ଯେ ରବି ପ୍ରକୃତରେ ଫଳ କାହାକୁ କେମିତି ଦେବେ। ଆଜି ଆମେ ଆଗେଇବା ଏ ଦିଗରେ। ତେଣୁ ମଙ୍ଗଳ ଜଣୁ ନିଚସ୍ଥ, ତେଣୁ ଏ ସମସ୍ତ ଧନ ଅନୁଚିତ ଉପାୟରେ କରଗତ ହେବ। କେତୁ କନ୍ୟାରେ କୁମ୍ଭ ପାଇଁ ଅଷ୍ଟମରେ, ଅଷ୍ଟମ କେତୁ ଅଧିକ ଦୁଃଖ ଦେଇଥାନ୍ତି। ରାହୁ କୁମ୍ଭ ପାଇଁ ଦ୍ୱିତୀୟ ଅଛନ୍ତି ମୀନରେ। ଦ୍ୱିତୀୟ ରାହୁଙ୍କ ଯୋଗୁଁ ନାନାବିଧ ହାନି ହୋଇଥାଏ। ବନ୍ଧନ ଭୟ, ଏଣୁ ସାବଧାନ ରହିବା ଉଚିତ। ରାହୁ ବଡ଼ ବିଚିତ୍ର ଗ୍ରହ। ସେ ଦୁର୍ବୁଦ୍ଧି ଦେବେ, ଭୁଲ କାମ କରେଇବେ। ଦେଖନ୍ତୁ ସେପଟେ କୁହାଯାଇଛି ମଙ୍ଗଳ ଅନୁଚିତ ଉପାୟରେ ଧନ ରୋଜଗାର କରାଇବେ। ମଙ୍ଗଳଙ୍କର ଅନୁଚିତ କର୍ମ ପାଇଁ ରାହୁ ଉଲ୍ଲସିତ ହେବେ, ବିପଦରେ ପକେଇବେ, ଯାହାଫଳରେ ଥାନା କଚେରୀ ପର୍ଯ୍ୟନ୍ତ କଥା ଯିବ, କାରାଗୃହରେ କଷ୍ଟ ଭୋଗିବାକୁ ପଡ଼ିପାରେ। ସାବଧାନ। ଦି ପାଦେ ଆଗେଇବା ପୂର୍ବରୁ ପାଦେ ପଛକୁ ଯାଆନ୍ତୁ। ଭାବନ୍ତୁ ଯାହା କରୁଛନ୍ତି ତା ଠିକ୍ ତ, ନହେଲେ ଏବେ ଦେଖିବା ଶନି କୁମ୍ଭରେ ଜନ୍ମ। ଶନି ମନ ସର୍ବଦା ଆତଙ୍କିତ ହେବ। ତାପରେ ସବୁ ଗ୍ରହଙ୍କ ବିଷୟରେ ତ ଶୁଣିଲେ। ସମୁଦାୟ ସମାଜର ସାମାଜିକ ପ୍ରାଣୀ ହିସାବରେ ଆପଣ କ'ଣ କରିବେ? ଏବେ ସମ୍ପୂର୍ଣ୍ଣ ସମ୍ବାଦ। କେତୁ ଅଷ୍ଟମସ୍ଥ ହେଲେ ବି ଖୁସି ଅଛନ୍ତି। କେତୁ ଅଷ୍ଟମସ୍ଥ ହେଲେ ବି ଖୁସି ଅଛନ୍ତି। ସେ 23, 24, 25 ନକ୍ଷତ୍ର ତ୍ରୟଙ୍କୁ ସମ୍ପଦ ଦେବେ, ଧନ ଦେବେ। ରାହୁ ବି ଧନ ଦେବେ। ଏଇ ଦୁଇଟି ଗ୍ରହଙ୍କ ବିଷୟରେ କହୁଥିଲି, ଏମାନେ ଦେବେନି ବୋଲି ଦେବେ। କାରଣ ଏଇ ଯେଉଁ ସମୟଟା ଆସେ, ମାସ ହେଲା, ଉତ୍ତରାୟଣ ମାସ ହେଲା, ତେଣୁ ସେମାନେ ଦେବେ। ପାପଗ୍ରହ ହେଲେ ବି ଗୋଟେ ପାପଗ୍ରହ ମଙ୍ଗଳ, ସିଏ ଦେବେ। ଆଉ ଗୋଟେ ପାପଗ୍ରହ ରବି, ସିଏ ବି ଦେବେ। ତୃତୀୟ ପାପଗ୍ରହ ରାହୁ ଦେବେ, କେତୁ ବି ଦେବେ। କ'ଣ ଧନ ଏତେ କରିବ ମ? ହଉ। ଏହି ସମସ୍ତ ଆଲୋଚନାରୁ ଏହା ବୋଧ ହେଲା ଯେ ସମସ୍ତ ଗ୍ରହ କୁମ୍ଭ ରାଶି ପାଇଁ ସମାନ ଫଳ ଦେବେ କି ନା। ଏଣୁ ଯାହାର ଜନ୍ମ ଜାତକରେ କୁମ୍ଭ ରାଶି ଲେଖାଥିବ, ତାହାର ଏକାଦଶରେ ବୁଧ, ଲଗ୍ନରେ ଶୁକ୍ର, ଷଷ୍ଠରେ ମଙ୍ଗଳ ଥିଲେ ଏ ସମସ୍ତ ପ୍ରକାର ଧନ ସୁଖ ଅବଶ୍ୟ ପାଇବେ। ସେହିପରି ରବି ଦ୍ୱାଦଶରେ, କେତୁ ଅଷ୍ଟମରେ, ରାହୁ ଦ୍ୱିତୀୟରେ, ଶନି ଲଗ୍ନରେ ଥିଲେ ନାନାବିଧ ଦୁଃଖ ପାଇବେ। ତେଣୁ ଆଗେ ଜାତକର ଗ୍ରହକୁ ନେଇ ବିଚାର କରିବେ। ନହେଲେ ପେପରରେ ସବୁଦିନ ବାହାରୁନି, ଆଜି ହାତୀ ଘୋଡ଼ା କିଣା ହେବ କାର କୁମ୍ଭ ରାଶିର, ଦେଖିଲା ବେଳକୁ ସେ ପଇସା ପାଇଁ ଆ ଦ୍ୱାରା ତା ଦ୍ୱାରା ହେଉଥିବ, ଗୋଟାଏ ଭିକ ମିଳୁନଥିବ। ତେଣୁ ଏ ଯେଉଁ ରାଶିଫଳ ସବୁ ବାହାରୁଛି, ପାଞ୍ଜିରେ ହଉ କି ପେପରରେ ହଉ, ତାକୁ ପଢ଼ି ଖୁସି ହେବାର କୌଣସି କାରଣ ନାହିଁ। ଖୁସି ହେବେ ଜାତକର ଗ୍ରହମାନଙ୍କୁ ନେଇ। ହଁ, ଯଦି ଆପଣଙ୍କର ଭଲ ଶୁଭ ଗ୍ରହଙ୍କର ଅନ୍ତର୍ଦଶା ପଡ଼ିଛି, ତାହେଲେ ଏଠି ଏ ମାସରେ ଯେଉଁ ଗ୍ରହ ଯେତେ ଖରାପ ଫଳ ଦେଲେ ବି ଆପଣ କିଛି ହେବନି, କେହି ଆପଣ କ୍ଷତି କରିପାରିବେନି। ଏଣୁ ସମସ୍ତଙ୍କ ଭାଗ୍ୟ ସ୍ୱତନ୍ତ୍ର। ମନ ଆତଙ୍କିତ କରୁଥିବା ଶନି 23କୁ ସୁଖ ଦେବେ, 24, 25କୁ ବିଜୟୀ କରାଇବେ। ଯୁଆଡ଼େ ଯିବେ, ଯେଉଁ କାମରେ ଯିବେ, 24 ଆଉ 25 ନକ୍ଷତ୍ର ତାଙ୍କର ଜୟ ହେବ। ଏ ମାସରେ ଆୟ ବ୍ୟୟ ପ୍ରାୟ ସମାନ ରହିବ। ସମସ୍ତଙ୍କ ସହଯୋଗରୁ ଆର୍ଥିକ ଦିଗରେ ଆପଣ ବିଜୟୀ ହେବେ। ଦେଖି ଚାହିଁ ଖର୍ଚ୍ଚ ନ କଲେ ଦୁଃଖ ଭୋଗିବେ। ସାନ କଥା ନାହିଁ, ସାନ ଥିଲେ ବିଚାରି, ବଡ଼ ଥିଲେ ପଚାରି, ନିଜ ଉପରେ ନିୟନ୍ତ୍ରଣ ରଖିଲେ ଭଲ। ସମସ୍ତ ବୁଦ୍ଧିମାନ
व्यक्ति आपण को सहयोग करेंगे। जदि निज उपर आपण नियंत्रण रखिए ताहले गोड़ खसीज। विशेषकर जो बुद्धिमान व्यक्ति बंधु मैंने आप सहयोग करेंगे आपणकर व्यवसाय और कर्म बहुत लाभ हो से आगे विश्वास करूँ परीक्षा करूँ जहाँ परामर्श ने बुझे जानवे से खल प्रकृत रही थे काली कही मधु तिष्ठति जिह्वाग्रे हृदयस्तु हलाहलम वर्जेत तादृशमित्रम विषकुंभम वयमुखम भितरे विष भर्ती होपरे किछि क्षीर कि क्षीर लोभर से कुंभ रस को पान करवा जा हम बंधु तथा सहकर्मी सहयोग करेंगे। द्वादश रवि द्वादश बुध अष्टम केतुंग जोगु देहपा भल रही ए दिगरे गुड़ाए अपव्यय हो जाइपरे बाकी थिबा समस्त अर्थ मान एरियर मिल मंगल ग्रह कहउछंती मंगल हेब तुमर मु तुमको अनेक संपत्ति देवी नूतन योजना कार्यकारी कराइबी तुमर लाभ हेब समस्त प्रकार सुख देवी किंतु जहाँ करिब भावी चिंती करिब। रवि कौन कहले सप्तमाधिप रवि बीड़ारू रक्षा पाई महिला माने सूर्य पूजा करवा उचित। ह्रीं गणेशूर्याय नमः ये मंत्र शास्त्र पढ़िए सूर्य को पानी देवे तो मंगल नहले देहमुंड खराब हो। पंचमाधिप शुक्र जोगु छात्र छात्री तथा संतान मानकर विशेष मंगल हो। पिला मान तो भल रहे ना कौन कहली नमस्कार।